ମୁଁ ତ ନଘା ପାଗଳ ମୁଁ ଜାଣିଛି ମୁଁ ପାଗଳ ମୁଁ ସୃଷ୍ଟିରେ ସବୁଠାରୁ ପାଗଳ କିନ୍ତୁ ମୋ ପୂର୍ବରୁ ସିଏ ବୋଧେ ସେଇ ପାଗଳର ହସ୍ପିଟାଲଟି ତିଆରି କରିଥିଲା ବୋଲି ମୋତେ ଫିଲ୍ ହେଉଛି ଅର୍ଦ୍ଧ ପାଗଳ ସିଏ ଯଦି ପାଗଳ ନହେଲେ ପାଗଳ ମିର ବହୁତ ଗୁଡ଼ିଏ କାମ କରିଛି ସିଏ ମୋର ସମ୍ପର୍କ ଭଲ ରହିଲେ ବି ମୋର କିଛି ଯାଏସ ନାହିଁ ଖରାପ ହେଲେ ବି ଯାଏସ ନାହିଁ ଭଲ ରହିଲେ ବି ଖୁସି ଭଲ ନ ରହିଲେ ବି ଆନନ୍ଦ ସେମିତି କିଛି ନାହିଁ ତା ଖୁସି ତା ଇଚ୍ଛା ସିଏ ବି ଜାଣିଛି ରାଣୀପଣ୍ଡା କେଉଁ ଭଳିଆ ଝିଅ ରାଣୀପଣ୍ଡା ଯାହା କହେ ମୋ ଫୋଡ଼ କଥା କହେ ତାର ମୁଁ ବି ବିଗତ ଦିନରେ 9 ମାସ ପୂର୍ବରୁ ତାର ଗୋଟେ ମରମ କଥାଟି କହିଦେଇଥିଲି ବୋଲି ତାର ଗରମ ହେଇଯାଇଥିଲା ଏବେ ବି ମେସେଜ୍ ମୋ ପାଖରେ ଅଛି ଦେଖେଇଦେବି ସିଏ ମୋତେ କ'ଣ କହିଥିଲା ମୁଁ ତାକୁ କ'ଣ କହିଛି ସିଏ ତା କାମରେ ବ୍ୟସ୍ତ ମୁଁ ମୋ କାମରେ ବ୍ୟସ୍ତ ସିଏ ମୋ ଶତ୍ରୁମାନଙ୍କ ସାଙ୍ଗେ ଯାଇ ଜାନ୍ତ କିଲୋଉଛି ଯେଉଁମାନେ ତାକୁ ଶୋଧିଥିଲେ ସିଏ ବର୍ତ୍ତମାନ ହେ ଫେରେ ତାର ଜୀବନ ବିତୁଛି ମୋଠୁ ସାଇଡ଼୍ ହେଇକି ସିଏ ତାର ବୁଲୁଛି ମୋତେ ମୁଁ ବରଂ ଉପରେ ପଡ଼ିକି ତାକୁ ମଝିରେ ଗୋଟେ ମେସେଜ୍ କରିଥିଲି ସେ ମେସେଜ୍ର ରିପ୍ଲାଏ ଦେଲାନି 3 ଦିନ ପରେ ଯାଇକି ଦାନ୍ତ ଛିଡ଼ିକି ଗୋଟେ ମେସେଜ୍ ଦେଉଛି ତା ମାନେ କ'ଣ ତୁ ଗୋଟେ ବଡ଼ ଆର୍ଟିଷ୍ଟ ଦେଉଛୁ ବଡ଼ ଚଇନି ଚୋଦଉଛୁ ତୁ ବାଳ ସାଙ୍ଗ ଦେଖାଉଛୁ ତୁ ତାର ଭାଗ୍ୟ ଯେ ରାଣୀପଣ୍ଡା ତାକୁ ସାଙ୍ଗ ବୋଲି ହୃଦୟରୁ ମାନିଛି ସେଇଟା ତାର ମାନେ ଇଏ ସମ୍ପର୍କ କାହିଁ ଖରାପ ହବ ସମ୍ପର୍କ ଆରେ ଆବେ ସମ୍ପର୍କ ବାଟରେ ଅଛି କିନ୍ତୁ ସିଏ ଟିକେ ଗଲୁଆ କାମ କରିছে ମୁଁ ତାକୁ ତାର ଗଲୁଆ କାମକୁ ମୋତେ ପସନ୍ଦ ଆସିଲାନି ମୁଁ କହିଦେଇଛି ବୋଲି ସିଏ ତା ଗାଣ୍ଡି ଫାଟି ଯାଇଛି ତା ଫାଟି ମେଲା ହେଇଯାଇଛି ବୋଲି ସିଏ ମୋଠୁ ସାଇଡ଼୍ ହେଇକି ଅଛି ସେ ରହିଲେ ସାଇଡ଼୍ ହେଇକି ମୁଁ କ'ଣ କରିପାରିବି କିନ୍ତୁ ମୋର ତା ପ୍ରତି ସେମିତି କିଛି ଅଭିମାନ ନାହିଁ କିଛି ଆଶା ନାହିଁ ଅଭିଳାଷ ନାହିଁ ତା ପ୍ରତି ସେମିତି କିଛି ମୋର କ୍ରୋଧ ନାହିଁ କିଛି ନାହିଁ ତା ପ୍ରତି ଅଭିମାନ ନାହିଁ କିଛି ନାହିଁ ତା ପ୍ରତି ମୋର କ'ଣ ରହିବ ଆରେ ମୋତେ ଯେଉଁଟା ଫିଲ୍ ହେଉଛି ମୋତେ ତୁମେ ଗଣମାଧ୍ୟମ ଯାହା ପଚାରୁଛ ମୁଁ ମୋର ଆନ୍ସରଟା ରଖୁଛି ମୋତେ ଯେଉଁଟା ମୋତେ ଫିଲ୍ ହେଉଛି ମୁଁ ସେଇଟା କହୁଛି।